ସମାଧାନର ବାଟ ନେଇ ଓଡ଼ିଶା ଦର୍ଶନ ଓ ଭାସ୍କର ନ୍ୟୁଜ୍ ଚ୍ୟାନେଲ ପହଞ୍ଚିଥିଲା ଶିଶୁ ଅନନ୍ତ ପୀଠରେ। ସେଠାରେ କ'ଣ ସମସ୍ୟା ଥିଲା, ତାର ସମାଧାନ କେତେ ଦୂର ହେଇଛି ତାହା ଜାଣିବା ପାଇଁ ଆମେ ପହଞ୍ଚିଛୁ ବିଶିଷ୍ଟ ସମାଜସେବୀ କ୍ଷୀରୋଦ କୁମାର ପଣ୍ଡା ଆଉ ମୋ ସାଥିରେ ଅଛନ୍ତି ପୂର୍ବତନ ୱାର୍ଡ ମେମ୍ବର, ସେତିକି ନୁହେଁ 6 ଥର ୱାର୍ଡ ମେମ୍ବର ଅଛନ୍ତି। ଆଚ୍ଛା ଆଜ୍ଞା ନମସ୍କାର, ଓଡ଼ିଶା ଦର୍ଶନ ନ୍ୟୁଜ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଆପଣ ଶିଶୁ ଅନନ୍ତ ପୀଠରେ କ'ଣ ଅସୁବିଧା ହେଇଥିଲା ଆଉ କ'ଣ ସବୁ ସମାଧାନ ହେଇଛି ବା ଆଉ କ'ଣ କିଛି ବାକି ରହିଯାଇଛି ଯାହାକି ସମାଧାନ କରିବା ବାକି ଅଛି? କାର୍ଯ୍ୟ ହେଇଛି ଆଉ ଅଳ୍ପ କିଛି କାର୍ଯ୍ୟ ରହିଯାଇଛି, ଯାହାଦ୍ୱାରା କି ଆପଣଙ୍କର ପରିଚୟ ପ୍ରଥମେ ଦିଅନ୍ତୁ। ମୋ ନାଁ ଶ୍ୟାମ ସୁନ୍ଦର ବେହେରା, ମୋର ଗାରଡ଼ିପାଟଣା ଗ୍ରାମ ପଞ୍ଚାୟତ ମୋର, ଆଉ ପୂର୍ବତନ ୱାର୍ଡ ମେମ୍ବର କେତେ ଥର ୱାର୍ଡ ମେମ୍ବର ଥିଲେ? 4 ଥର ୱାର୍ଡ ମେମ୍ବର ଅଛି। ତାପରେ ମୋ ଦାୟିତ୍ୱ ୱାର୍ଡ ମେମ୍ବର ବହୁ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ এই ଶିଶୁ ଅନନ୍ତ ପୀଠରେ କ'ଣ ଅସୁବିଧା ହେଇଛି ଆଉ କ'ଣ ସମାଧାନ ହେଇଛି? ଆଜ୍ଞା ବହୁତ ଅସୁବିଧା ଥିଲା, କିନ୍ତୁ ଇଏ ନବୀନ ପଟ୍ଟନାୟକଙ୍କ ଅମଳରେ ରାସ୍ତା କେନାଲଟା ଆଉ କାମ ବହୁତ ହେଇଛି, ଆଉ କାମ ରହିଯାଇଛି ଯାହାଦ୍ୱାରା କି ହ୍ୟାଲୋ ହଁ ମୁଁ ସୁଟିଂ ହେଉଛି ପଛରେ କରୁଛି। ସାଇଟ୍ଟା ତାପରେ ଗାଡ଼ି ମଟର ଜନସାଧାରଣ ସମସ୍ତେ ଯିବା ପାଇଁ ଭଲ ସୁବିଧା ହେଇଯିବ। ଆଉ ଲାଇଟ୍ ଦିଟା ଆଜ୍ଞା ଏଠିକି ଦରକାର। ଆମର ପୂର୍ବରେ ଆଜ୍ଞା ଲାଇଟ୍ ବ୍ୟବସ୍ଥା ନଥିଲା, କି ରାସ୍ତାଘାଟ ଦୁଇ ପାର୍ଶ୍ୱରେ ମାନେ ବଣ ଜଙ୍ଗଲ ପରିପୂର୍ଣ୍ଣ ଥିଲା। ଭୟ ଲାଗୁଥିଲା ଆଜ୍ଞା, ଏପଟେ ଆସିବା ପାଇଁ ଭୟ ଲାଗେ, ଏକୁଟିଆ ଆସିବା ପାଇଁ। ଯଦି ଗୋଟେ ବାହାରି ପଡ଼ିଲା ବିଲେଇକି କୁକୁର ତମେ ସଫା ହେଇଯାଇଛି, ଲାଇଟ୍ ଲଗା ହେଇଯାଇଛି, ଭଲ ହେଇଛି। ଲାଇଟ୍ ଏଠି ଲାଗିଗଲେ ଆଉ ଏଇ ରାସ୍ତାଟା ଯାଇକିରି ମଦନ ମୋହନଙ୍କ ବ୍ରିଜ ପାଖରେ ଲାଗିଗଲେ ଆଉ ସମସ୍ତଙ୍କ ପାଇଁ ଭଲ ଆଜ୍ଞା। ଏ ଏରିଆର ବି ମାନେ ସମ୍ମାନ ବଢ଼ିବ। ସରକାରଙ୍କର ମୋ କହିବା କଥା ଯୋଉ ବାକି ରହିଛି କାରଣା କାମ ହେଇଛି ଆଉ ଚାରଣା ରହିଯାଇଛି, ସେଇଟା ସମ୍ପୂର୍ଣ୍ଣ ହେଇଗଲେ ଆହୁରି ଆଜ୍ଞା ଭଲ ହୁଅନ୍ତା। ଭାଇନା ଆପଣ କ'ଣ ଦେଖୁଛନ୍ତି? ଜୟ ଜଗନ୍ନାଥ। ଯେ ଆମେ ପ୍ରତାପରୁଦ୍ରପୁର ଗ୍ରାମ ପଞ୍ଚାୟତ ବାଲିଅନ୍ତା ବ୍ଲକ ଖୋର୍ଦ୍ଧା ଜିଲ୍ଲା, ଆମେ ପ୍ରତ୍ୟେକ ଡେଲି ବାଲିପାଟଣାକୁ ଆସୁ, ଯାହାକି ଆମେ ବାଲିପାଟଣା ଉପରେ ନିର୍ଭର କରୁ। କାହିଁକିନା ଆମର ଏପଟୁ ସବୁ ସୁବିଧା ଅଛି, କ'ଣ ମେଡିକାଲ ଅଛି, ଥାନା ରହିଛି, ହାଟ ରହିଛି, ସବୁ ପ୍ରକାର ସୁବିଧା, ଯାହାକି ଯାହା ଆବଶ୍ୟକ ଜିନିଷ ବାଲିପାଟଣାଠୁ ଯାଏ। ତ ଗୋଟିଏ ଜିନିଷ ଏଇଠି ବ୍ରିଜ ନଥିଲା, କିନ୍ତୁ ବ୍ରିଜଟି ତିଆରି କରାହେଲା। ରାଜ୍ୟ ସରକାର କହିଲେ ଶିଶୁ ଅନନ୍ତ ପୀଠସ୍ଥଳୀର ମର୍ଯ୍ୟାଦା ବଢେଇବା ପାଇଁ 300 ବର୍ଷ ଉର୍ଦ୍ଧ, କିନ୍ତୁ ବ୍ରିଜର ରାସ୍ତାଟି ସମ୍ପୂର୍ଣ୍ଣ ଲାଗିଲାନି ଗୋରୁହାଟ ପଡ଼ିବାକୁ, ଏକ ଦୁଃଖଦାୟକ ଘଟଣା ରହିଲା। ଆଉ ଗୋଟେ ଯୋଉ ନିମାପଡ଼ା ବ୍ରାଞ୍ଚ କେନାଲ ଯୋଉ ଶିଶୁ ଅନନ୍ତଙ୍କ ପାଇଁ କେନାଲ ଭିତର ସାଇଡରେ ୱାଲ କଲେ, ୱାଲ କଲା ରାସ୍ତା ଟିକେ ଓସାର ହେଲା। ଏଇଠୁ ଆଉ କିଛି ବାଟ ରହିଗଲା ମଦନ ମୋହନ ଶିଶୁ ମଠକୁ, କାହିଁକିନା ପର୍ଯ୍ୟଟନ ସ୍ଥଳୀର ଯୋଉ ମାନ୍ୟତା ପାଇଲା, ये ब्रिज की रास्ता संजोग न होबारु से रास्ता को ये पाख साइड रास्ता को सरकार जानते ये जो शिशु अनंत पीठ खाली आमर आम अंचल भितर सीमित नुह, समग्र ओडिशा राज्य एवं राज्यर विभिन्न कोणु अनुकूल पिला माने देखती, व्हाट्सएप रे देखती, गूगल सर्च कर देखती शिशु अनंत पीठटी कौटी आ लोक मैंने चाहती आम ये बुलिया विश्व प्रसिद्ध ଆପଣ ଦେଖିବେ ଆଜ୍ଞା। କିନ୍ତୁ କେତେ ଲୋକ ଏଠିକି ଆସୁଛନ୍ତି? ଶୁଣନ୍ତୁ, ଆସିବାର ବାଟ ଥିଲେ ସିନା ଆସିବେ, ଗୋଟେ ଗାଡି ମଟର ଆସିବାକୁ ସୁବିଧା ନାହିଁ। ଆପଣ ଦେଖନ୍ତୁ ବାଲିପାଟଣା ଗାଁ ଭିତରେ ଆଇଲେ ଗୋଟେ ଗାଁ, ସେଟା ରାସ୍ତା ମାନେ ମୁଖ୍ୟ ରାସ୍ତା ନୁହଁ, ସେଠି ଇଲେକ୍ଟ୍ରିକ ଖୁଣ୍ଟ ଛୋଟ ରହୁଛି, ସର୍ଭିସ ତାର ରହୁଛି, ବସ୍ ଆସିପାରିବନି। ଶିଶୁ ମଠ ଦେଇ ଯୋଉ ଆସନ୍ତି ପୀଠକୁ, ଏ କେନାଲ ବନ୍ଧ ଟିକେ ଯୋଉ ଅଧା ରହିଲା ୱାଲ କଲେ ଆଉ ଅଧା ଛାଡିଦେଲେ, ଅଣଓସାରି ଗୋଟେ ଗାଡି ଆଇଲେ ଆଉ ଗୋଟେ ଗାଡି ଯାଇପାରିବନି। ଆପଣ 2 ଦିନ ତଳେ ଆପଣ ଆସିଥିଲେ, ମୁଁ ବି ଆପଣଙ୍କୁ ସହଯୋଗ କରିଥିଲି। ଏ ରାସ୍ତା ମାନେ ଘଞ୍ଚ ଜଙ୍ଗଲ ଥିଲା, ଆଲୋକୀକରଣ ନଥିଲା, ଅସୁବିଧା ଥିଲା। ଆପଣ ନ୍ୟୁଜ ପ୍ରସାରଣ କଲା ପରେ ରାସ୍ତାଟି ସଫା ହେଇଛି, ଯୋଡ଼ିଏ ଲାଇଟ୍ ଲାଗିଛି, ଆଉ ଯୋଡ଼ିଏ ଲାଇଟ୍ ଆବଶ୍ୟକ ପଡୁଛି ଲାଗିବା ପାଇଁ। ତା ସହିତ ଏଇଟା ୱାଲ, ମୁଁ ବି ନିଜେ ଆଲୋକ
ବ୍ୟବସ୍ଥା ହେଇଯାଇଛି କିନ୍ତୁ ଦେଖା ଯାଉଛି କଣ ଏଇ ଯୋଉ ୱାଲ୍ ବ୍ୟବସ୍ଥା ନାହିଁ ନା ଯୋଉଠି ଗୋଟେ ଲୋକଟା ଆସିବ ଯଦି ଏଇଟା ଅନ୍ଧକାର ଭିତରେ ଏଠି ୱାଲ୍ କିଏ ତ ଖସି ଆସିବ ଯଦି ସେ ନିଶ୍ଚିତ ମଲା ଭାବରେ ସେ ମଲା ମୃତ୍ୟୁବରଣ ଶୁଣ କରିବ। ୱାଲ ନିକଟରେ ଗୋଟେ ଟ୍ରାନ୍ସଫର୍ମର ବସିଛି ଯଦି ଧକ୍କା ହେଲା ଟ୍ରାନ୍ସଫର୍ମର ଛିଟି ପଇଲା ସିଏ ତ ମରିବ ଯଦି ବଞ୍ଚିବାର ଥାଏ କେବଳ ଟ୍ରାନ୍ସଫର୍ମର ଦ୍ୱାରା ହିଁ ମରିଯିବ ସିଏ ଯଦି ଧକ୍କା ହେଲା ଯଦି ଛିଟି ପଇଲା କରେଣ୍ଟରେ ମରିବ ଯଦି ସେ କରେଣ୍ଟ ଜାଗାଟାକୁ ଅନ୍ୟତ୍ର ଜାଗାକୁ ନଦୀ ବନ୍ଧ ସାଇଡିକି ନେଇଯିବେ ତାହେଲେ ଇଏ ଖୋଲା ହେଇଯାନ୍ତା କିଛି ଅସୁବିଧା ହୁଅନ୍ତା ଇଠୁ ଯଦି ନେଇ ସେ ଏପଟେ ବସନ୍ତା କିଛି ଅସୁବିଧା ନାହିଁ ତାପରେ ୱାଲଟା ମୁଁ ନିଜେ ଏସଡିଓଙ୍କୁ ଲେଖିଥିଲି ଯେ ଏ ଅଞ୍ଚଳରେ ଯେତେବେଳେ ଆମେ ଆସି ଚଳୁଛୁ ଏ ଅଞ୍ଚଳ ବିକାଶ କେମିତି ହଉ ଏସଡିଓ କହିଲେ ଏଇଠୁ ସେ ପର୍ଯ୍ୟନ୍ତ କୋଟିଏ ଟଙ୍କା ଖର୍ଚ୍ଚ ହେଇଛି ୱାଲରେ ନାଳ ଭିତରେ ଆଜ୍ଞା। ମୁଁ ଯଦି କୋଟିଏ ଟଙ୍କା ହେଇଛି ରାଜ୍ୟ ସରକାର ଦେଲେ ଲୋକଙ୍କ ପାଇଁ ଦେଲେ ଆଉ 2 କୋଟି ଲାଗିବ କି କୋଟିଏ ଲାଗିବ ଶିଶୁ ମଠ ପର୍ଯ୍ୟନ୍ତ ଲାଗିଲେ ଅସୁବିଧା କିଛି ନାହିଁ ଆପଣ କରନ୍ତୁ ଆମେ ଜନତା ଆମେ ସରକାରକୁ ଭୋଟ ଦେଇଛୁ ଆମ ଅସୁବିଧାଟା ସରକାର କହିବୁ ସରକାରଙ୍କର ମର୍ଯ୍ୟାଦା ବଢୁଛି ଶିଶୁ ଅନନ୍ତ ଓଡିଶାର ଗୋଟେ ବିଶ୍ୱ ପ୍ରସିଦ୍ଧ ତୀର୍ଥସ୍ଥଳୀ ଯଦି ଶିଶୁ ଅନନ୍ତ ପାଇଁ ବ୍ରିଜ ତିଆରି ହେଲା କେତେ କୋଟି ଟଙ୍କା ଲାଗିଲା ରାସ୍ତା ପାଇଁ 5 କୋଟି ଆଉ ଅଧିକ ଲାଗିବ କି 10 କୋଟି ଲାଗିବ କିଏ ବାଡା ପାଇଁ ଲାଗିବ ସରକାର କଣ ମନା କରିବେ ସରକାର ଦେବେ କିନ୍ତୁ ଆପଣ ଲେଖନ୍ତୁ ଆମେ ସରକାରକୁ ଅନୁରୋଧ କରୁଛୁ ସରକାର ଯଦି ଆମ ମାନଙ୍କ ପାଇଁ ମାନେ ଭଲ କରୁଛନ୍ତି ଯଦି ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଲା ଏଠିକି ଯଦି ହଜାର ହଜାର ଗାଡି ଆସିଲା ଏଠାକାର ବେକାରୀ ନିଯୁକ୍ତି ବି ପାଇବେ ଦୋକାନ ବଜାର କରିବେ ଭଲ ମନ୍ଦ ଚଳିବେ ଇଏ ମଧ୍ୟ ଗୋଟେ ସ୍ଥାୟୀ ବାସିନ୍ଦା ଏଠାର ଏବଂ ସେମାନେ ନୋମିନି ଥିଲେ ସରପଞ୍ଚ ମାନେ ୱାର୍ଡ ମେମ୍ବର ହେଇଥିଲେ ମାନେ ଆଙ୍କର ବେଶୀ ଅଭିଜ୍ଞତା ଇଏ ବି ଜାଣିଛନ୍ତି ଆମଠାରୁ ଅଧିକ ଜାଣିଛନ୍ତି ତ ଆମେ ଯେତେବେଳେ ଆସୁଛୁ ଏ ଅଞ୍ଚଳର କିଛି କାମ କରୁଛୁ ଗୋଟେ ଅସୁବିଧା ସୁବିଧା ଏ ଅଞ୍ଚଳରେ ଥିଲା ଭିତରେ ଗୋଟେ ଆମର ସରକାରଙ୍କର ଡାକଘର ଭଡାରେ ଚାଲିଛି ଏଠି ସରକାରୀ ଜାଗା ଲୋକ ଜବରଦଖଲକାରୀ କାମ ସେପଟେ ସରକାରୀ ଜାଗା ଅଛି ରାସ୍ତା କରରେ ହଁ ରାସ୍ତା କରେ ଅଛି ସରକାରୀ ଜାଗା ଅଛି ଡାକଘର ଭଡାରେ ଚାଲୁଛି ଭଡା ଆଉ ଘର କଣ ପାଇଁ ଚାଲୁଛି ସରକାରଙ୍କର ଅବହେଳା ସରକାରଙ୍କ ଅବହେଳା ସରକାର ଅବହେଳା ଆଉ ଆପଣ ଦେଖୁନ ଗୋଟେ ଶୌଚାଳୟ ନାହିଁ ଜମି ଥାଇକିରି ଆପଣ ଘର ଭଡା କରିକି ରହିବେ ଆମେ କଣ କହିପାରିବୁ ଆପଣଙ୍କୁ ତାହା ପ୍ରଶାସନିକ ଅବହେଳା ହେତୁ ହଁ ବର୍ତ୍ତମାନ ପାଇଁ ଯୋଉ କେନ୍ଦ୍ର ସରକାରଙ୍କ ଅଧୀନରେ ଯୋଉ ଡାକ ବିଭାଗଟା ତ ଡାକ ବିଭାଗ ଥିବା ଡାକଘରଟି ସେ ନିଶ୍ଚିତ ଭଡା ଘର ଉପରେ ଚାଲିଛି ସରକାରଙ୍କ ଯଦି ଆନ୍ତରିକତା ଆସିବ ତାହେଲେ ସରକାରୀ ଜମିରେ ରାସ୍ତା କରୁଥିବା ସରକାରୀ ଜମିରେ ନିଜସ୍ୱ ଏକ ଘର କରିପାରିବେ ଏବଂ ସେଥିରେ ତାଙ୍କର କଣ ହେଇପାରିବ ନା ଡାକ ଘରଟିଏ ପ୍ରତିଷ୍ଠା ହେଇପାରିବ ତାପରେ ଗୋଟେ ଶୌଚାଳୟ ଯଦି ଏତେ ପୀଠସ୍ଥଳୀ ଗୋଟେ ରହିଲେ ପର୍ଯ୍ୟଟନ ଆସିବେ ଶୌଚାଳୟ କାହିଁ ଗୋଟେ ଶୌଚାଳୟର ବ୍ୟବସ୍ଥା ନାହିଁ ତା ସହିତ କଣ ନାହିଁ ବାଲିପାନାରେ ରେଷ୍ଟି ଅଫିସ ଥାନା ମେଡିକାଲ ପଶୁ ଡାକ୍ତରଖାନା କଲେଜ ସ୍କୁଲ ମାନେ ଇଏ ଯୋଉ ଶିଶୁ ସ୍କୁଲ ମହିଳା ସ୍କୁଲ ହଁ ସବୁ ପ୍ରକାର ଅଛି ଯଦି ସବୁ ପ୍ରକାର ଥାଇ ଏଠି ବହୁ ଲୋକ ଆସୁଛନ୍ତି ତାଙ୍କ ପାଇଁ ଗୋଟେ ଶୌଚାଳୟ ସରକାର ହେଲାନି ଏଟା ଦୁଃଖଦାୟକ ଘଟଣା ବାଲିପାଟଣା ଏରିଆର ଏଇଟା ହଉଛି ହେଡକ୍ୱାର୍ଟର ଆଜ୍ଞା ସବୁ ଯାକ ବ୍ୟବସ୍ଥା ଅଛି ସବୁ ଯାକ ପ୍ରଶାସନିକ ବିଭାଗ ଗୁଡିକ ଯୋଉ ରହିଛି ତାର କାର୍ଯ୍ୟାଳୟ ମଧ୍ୟ ରହିଛି କିନ୍ତୁ ଗୋଟେ ଲୋକଟିକୁ ଯଦି ପରିଷ୍କାର ଲାଗିବ ତ ସେ କୋଉଠିକି ଯିବ ସବୁ ପ୍ରକାର ସରକାର ସରକାରଙ୍କର ଜାଗା ଅଛି ଯାଦ୍ୱାରା କି ସେ ଜାଗା ପଡିଛି ତାକୁ ଲୋକ ମାଡି ବସିଛନ୍ତି କିନ୍ତୁ ଯୋଉ ଲୋକ ମାଡି ବସିଛନ୍ତି ପ୍ରଭାବଶାଳୀ ଲୋକ ଆଗ ନେଇଛନ୍ତି ଯାହାକି ସେମାନେ ମୁହଁ ଖୋଲୁନାହାନ୍ତି କାହିଁକି ନା ସେମାନେ ମାଡି ବସିଛନ୍ତି ସାଧାରଣ ଲୋକ ଯଦି ମୁଁ କହିଲେ ମୋ କଥା ମୋର କ୍ଷତି ହବ ତାଙ୍କର ତ କ୍ଷତି ହବ ମୋର କ୍ଷତି ହବ ମୁଁ କହୁନି କିନ୍ତୁ ସରକାର ଚିନ୍ତା କରିବା ଦରକାର ଯଦି ଏତେ ଡିପାର୍ଟମେଣ୍ଟ ବାଲିପାଟଣା ଅଞ୍ଚଳରେ କରାଗଲା ବାଲିପାଟଣା ବଜାରର ମଝିରେ ଜାଗା ଅଛି ଗଭର୍ଣ୍ଣମେଣ୍ଟର ସରକାରଙ୍କର ଆନ୍ତରିକତା ନାହିଁ ଆନ୍ତରିକତା ନାହିଁ କାହିଁକି ନା ଯଦି ସରକାର ଏତେ ବ୍ୟବସ୍ଥା କଲେ ସରକାର କଣ ନିଜ ଜାଗା କାଢି ପାରୁନାହାନ୍ତି ବାଲିପାଟଣା ଏରିଆରେ କେତେ ସରକାରୀ ଜାଗା ଅଛି ତାକୁ ଉଦ୍ଧାର କରାହେଲେ ସେ ରୋଡ ସାଇଡରେ କେତେ ଜାଗା ଅଛି କିଏ ତାକୁ ମାଡି ବସିଛି କି ତା ନାଁରେ ରେକର୍ଡ କରି ନେଇଛି ତାକୁ ପୁନରୁଦ୍ଧାର କରିକି ସରକାର ଅଫିସ ବାଡି କରିବାକୁ ତ କେହି ମନା କରିବେନି ସରକାର ଶୌଚାଳୟ କରିବାକୁ ତ କେହି ମନା କରିବେନି ଏଟା ତ କିଛି ଅସୁବିଧା କିଛି ନାହିଁ କିନ୍ତୁ ନେଇଛି କିଏ ନା ସେଇ ରାଜନୈତିକ ନେତା ମାନେ ଫାଇଦା ନେଇଛନ୍ତି ସେଇ ଯୋଉ ଲୋକ ନେଇଛନ୍ତି ତାଙ୍କ ମୁହଁକୁ ସରକାର ବାହାରିବା ଦରକାର ଯଦି ସରକାର ଲୋକ ପରିବର୍ତ୍ତନ କଲେ କଣ ପାଇଁ ଆଜି ଆଉ କିଛି ଆଶା ଭରସା ନେଇ ପରିବର୍ତ୍ତନ କଲେ 25 ବର୍ଷ ସରକାର ଯେତେବେଳେ କିଛି ଡେଭଲପମେଣ୍ଟ କରିଥିଲା ଲୋକ ଦେଖିଲେ ନବୀନ ପଟ୍ଟନାୟକ ବୟସ ଅଧିକ ହେଲାଣି ପାଣ୍ଡିଆନ କାହିଁ ଆସି ଆମ ଓଡିଶାରେ ରାଜନୀତି କରିବ ସିଏ କିଏ ସେ ଆମ ଓଡିଶାର ଲୋକଙ୍କୁ ଆମେ ଭୋଟ ଦବୁ ଏ ହିସାବରେ ଲୋକ ପରିବର୍ତ୍ତନ କଲେ ପରିବର୍ତ୍ତନ କରିଦେଲେ କଣ ହବ ପରିବର୍ତ୍ତନ କାମ କରିବା ଦରକାର
सरकार परिवर्तन हेले सेवा सेती करिया दरकार लोकों ପାଇଁ सुविधा करिया दरकार खाली परिवर्तन करदेले हबनी किंतु केवल परिवर्तन कले पांड्यान नहीं ओडिशावासी नले केबे परिवर्तन करिया चाहू नथिले केवल पांड्यान नहीं परिवर्तन है जदि पांड्यान नहीं परिवर्तन है ठीक अच्छे आम ब्रिटिश सरकार आम देश को शासन करते आम पुनरुद्धार कले आम कले किंतु आम पांड्यान पराधीन को आम जावाक चाहू नथिलु आम नुआ सरकार है भल है किंतु ये जिनस करिया दायित्व तांकर जे बालीपाना जेतले पर्यटन स्थली मान्यता पाई शिशु अनंत पीठ को आसवाक सब सुविधा करिया दरकार रास्ता ब्रिज रो मुख्य रास्ता माने जा 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 सुविधा दरकार आलोक व्यवस्था ये तो करवा कथा किंतु गोटे जिनस आम खुशी लगिला जेहेतु आम जन समाजसेवी आपन को दिन बेला डाकी दिन बेला आपण आसी परखी परखिला भितर देखु सफाई जोड़े लाइट लगी तेणु आम डाकीचु ये अंचल पूर्वतन वार्ड मेंबर थे सी भी भेटिले आपन को ये रास्ता केमी वाल है माने मदन मोहन पर्यंत शिशु मठ पर्यंत निमापड़ा ब्रांच टा ओसार हम और बंधटा ओसार हम और लाइट आलोकित हम आउे मुख्य रास्ता हम ये अंचल विकास हम शौचालय हम सरकारी डाकघर हम जहाँ जहाँ व्यवस्था अच्छी राज्य सरकार गोटे गुरुत्वर नियंतु जहाँकि भुवनेश्वर निकट ये जहाँकि कहते जमी विजु पट्टनायक कहे बालीपाना निर्वाचन मंडली मोर फूल बगीचा से विजु पट्टनायक को सेतिकी लोक भल पाती अंचल जहाँकि से सब कहे आसंती नहीं खाली लोक जानले विजु पट्टनायक छिड़ा है किंतु लोक भोट सब माने दियांती से कहती सबु निर्वाचन मंडली मु देखी किंतु बालीपाना निर्वाचन मंडली मो पाई फूल बगीचा किंतु विजु पट्टनायक गला पर नवीन पट्टनायक एति आंतरिक रखिलेनी बालीपाना प्रति रखिलेनी खाली मुहरे रखिले किंतु अंतरटा रखिलेनी तापर तो सरकार बदलले एबे नुआ सरकार आइसंती तांकर जदि इच्छा हुए बालीपानार विकास करिया पई ये सब जाक तर्जमा करंतु आमे जने समाजसेवी ये अंचल को आसुचु भल मंद कहतु सरकार तर्जमा करंतु हमर भल हम जहाँ भास्कर न्यूज आज पहुंची आपण आमको धन्यवाद आपन को दउतु आउ आपण ये कथाटा राज्य सरकार कहतु आम मान समस्या जहाँ जहाँ करिसेंती बा जहाँ अच्छी तांको पीरियड रे बीजेपी पीरियड एत संपूर्ण हेले आम अंचलवासी खुशी हो नमस्कार तो आम यही प्रतिक्रिया देखुले विशिष्ट समाजसेवी क्षीरत कुमार पंडा एवं मो पाखरे थिले अभिज्ञता संपन्न लोक आमर वार्ड मेंबर पूर्वतन श्याम सुंदर बेहेरा वो सहित उपस्थित थे आर समस्या बखाणी थे शिशु अनंत पीठर कि कार्यक्रम सब बाकी रही कौन कले समाधान हो पार यह सरकार तुरंत ये समस्या प्रति आपण दृष्टि देवे निश्चित रूपे बालीपाटना जमी विजु पट्टनायक सरकार थी समय से कहते बालीपाटना हूँ मोर फूल बगीचा ठीक से आंतरिकता नहीं आपण जदि ये समस्या समाधान करेंगे तो निश्चित रूपे आपण बालीपाटना फूल बगीचा पर तोली पारे रही नमस्कार जदि चैनल टी भल लगुच चैनल को लाइक करेंगे शेयर करेंगे और सब्सक्राइब करेंगे जय जगन्नाथ या हो भाई ना